ତାଙ୍କୁ ଗୋଟେ ଦିନ ଦ୍ୱିପହରେ ଲୋକଙ୍କ ଆଗରେ ଗୁଳି କରି ମାରି ଦିଆଗଲା। ଏଗୁଡ଼ାକ ଛପା ହେଇଯାଉଛି, ପୁରା ଲୁଚି ଯାଉଛି ଏ କଥା। ନବ ଦାସ ଜଣେ ଉଚ୍ଚକୋଟୀର ଲୋକ ଥିଲେ, ଆମ କଂଗ୍ରେସ ଦଳରେ ଥିଲେ। ମୋହନ ମାଝୀ ଭଲ ଲୋକ, ନିଷ୍ଠାପର ଲୋକ। ମୁଁ ଭାବୁଛି ସେ ଚାପ ପକାଇ କ୍ରାଇମ୍ ଇନକ୍ୱାରି କରି କିଏ ମର୍ଡରର ନିଶ୍ଚୟ ସେ ବାହାର କରିବେ। ସିବିଆଇ କି ସେ କ'ଣ ଆପ୍ଲାଏ କରିଥିଲେ, କାଲି ମୁଖ୍ୟମନ୍ତ୍ରୀ ଦେଖା କରିଛନ୍ତି, କ୍ରାଇମ୍ ଇନକ୍ୱାରି ଫେର ବାହାରିଲାଣି। ମୋ ମତ ନବ ଦାସ ଜଣେ ଉଚ୍ଚକୋଟୀର ଲୋକ ଥିଲେ, ଆମ କଂଗ୍ରେସ ଦଳରେ ଥିଲେ, ଧନୀ ଲୋକ, ଜଣେ କଣ୍ଟ୍ରାକ୍ଟର, ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ହେଲ୍ଥ ବିଭାଗର, ଶିଳ୍ପପତି। ତାଙ୍କୁ ଗୋଟେ ଦିନ ଦ୍ୱିପହରେ ଲୋକଙ୍କ ଆଗରେ ଗୁଳି କରି ମାରି ଦିଆଗଲା। ଏଗୁଡ଼ାକ ଛପା ହେଇଯାଉଛି, ପୁରା ଲୁଚି ଯାଉଛି ଏ କଥା। ଲୋକଲୋଚନକୁ ଆସୁନି। କ୍ରାଇମ୍ ଯଦି ନ କରିପାରୁ ସିବିଆଇ ଦିଅ। ତାଙ୍କ ସ୍ତ୍ରୀ ଦାବି କରିଛନ୍ତି ତାଙ୍କୁ କ୍ରାଇମ୍ ଇନକ୍ୱାରି କର, ଭଲ କି କର, କେଉଁମାନେ ମର୍ଡର କରିଛନ୍ତି ତାଙ୍କୁ ଧର। ମୋହନ ମାଝୀ ଭଲ ଲୋକ, ନିଷ୍ଠାପର ଲୋକ। ମୁଁ ଭାବୁଛି ସେ ଚାପ ପକାଇ କ୍ରାଇମ୍ ଇନକ୍ୱାରି କରି କିଏ ମର୍ଡରର ନିଶ୍ଚୟ ସେ ବାହାର କରିବେ।